ମଳ ମାସ ମାନେ ଯେତେବେଳେ ଯେମିତି କହନ୍ତି ନା ଦୋ ଆଷାଢୀ ପଡେ, ଦୋ କାର୍ତ୍ତିକ ପଡେ, ମାନେ ମାସଟା 2 ମାସ ଯେତେବେଳେ ପଡେ, ସେ ମାସରେ ଯଦି କୌଣସି ବ୍ୟକ୍ତି ଜନ୍ମ ହୁଏ ତାହେଲେ ବିଷୟରୁ ରହିତ, ମାନସକରୀ ପଦ୍ଧତି କହୁଛି ସେଟା ବିଷୟରୁ ରହିତ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ଗୋଟେ କୌଣସି ଜଜମେଣ୍ଟ ନବାକୁ ହେଲେ ବହୁତ କିଛି ଜିନିଷ ଦେଖିବାକୁ ପଡେ। କିନ୍ତୁ ଯେହେତୁ ଆମେ ଗୋଟେ ଅ, ଇଏ ପଢୁଛେ, କ୍ଲାସିକ ପଢୁଛେ, କ୍ଲାସିକ ମାନେ ଓଲ୍ଡ ରେ ପୁରାତନ ଆଚାର୍ଯ୍ୟ ମାନେ କଣ ପରଖିଛନ୍ତି, ଯୋଉ ଯୋଉ ପୁରାତନ ଆଚାର୍ଯ୍ୟ ମାନେ ଅଛନ୍ତି ସେମାନେ କଣ ଦେଖିଛନ୍ତି କି ମଳ ମାସରେ ଲୋକମାନେ ଯୋଉ ଜନ୍ମ ହେଇଛନ୍ତି ତାଙ୍କ ଭିତରେ କିଭଳି ଭାବରେ କ୍ୟାରେକ୍ଟରିଷ୍ଟିକ୍ସ ଥାଏ, ସେଗୁଡାକୁ ଆମେ ପଢୁଛେ। ତେଣୁ ଯଦି କୌଣସି ବ୍ୟକ୍ତି ମଳ ମାସରେ ଜନ୍ମ ହୋଇଥାଏ ତାହେଲେ ମାନସଗିରି ପଦ୍ଧତି କହୁଛି ଯେ ବିଷୟରୁ ରହିତ, ସତ୍ ଚରିତ୍ର, ଅନେକ ତୀର୍ଥ କରିବା ବାଲା, ନିରୋଗ, ସବକ୍ତା ପ୍ରିୟ ଓ ଆତ୍ମହିତୈଷୀ। ଠିକ ଅଛି ନା। ଯଦି କୌଣସି ବ୍ୟକ୍ତି କ୍ଷୟ ମାସରେ ଜନ୍ମ, ମାନେ ଯେତେବେଳେ ମାସଟା କମ ହେଇଯାଏ, ତାହେଲେ କଣ ହବ? ମଣିଷ, ବୁଦ୍ଧି ବିଦ୍ୟା, ଧନ ଧାନ୍ୟ ଆଉ ସୁଖରୁ ହୀନ ହେଇଥାଏ। ମାନେ ହୀନ ହେଇବା କହିବାର ମାନେ ଯେତିକି ଆମାଉଣ୍ଟର ସେ ଡିଜର୍ଭ କରୁଥାଏ ସେତିକି ସେ ନିଜର ଏଫର୍ଟ ଦେଇକି ତାକୁ ସେ କରିପାରେ ନାହିଁ, ଏବଂ ତାର ଶରୀରରେ ଅନେକ ବ୍ୟାଧି ହୋଇଥାଏ।